ଯିଏ ବ୍ରିଟିଶର ଗୋଲାମୀ କରୁଥିଲେ ଏଠି ଖୋର୍ଦ୍ଧାର ପଟ୍ଟା ବି ପାଇଛନ୍ତି ସେ ବ୍ୟବସ୍ଥାରେ ଦେଖିବେ ଯଦି ତ ଆମକୁ ଯୋଉ ଗଣତନ୍ତ୍ର ଅଧିକାରର ବ୍ୟବସ୍ଥାରେ ଦିଆଯାଇଛି ସେ ବ୍ୟବସ୍ଥାଟା ଏଇଆ କରାଯାଇଛି। ଆଇନଟା ମ୍ୟୁନିସିପାଲିଟି ଫଲୋ କରୁନି ବୋଲି ଆମେ ତାକୁ କୋଶ୍ଚିନ୍ କରୁଛୁ। କୋଶ୍ଚିନ୍ କରିବା ପୂର୍ବରୁ ଆମ ଉପରେ ସେ ଆକ୍ସନ ନେବାକୁ ଚାହୁଁଛନ୍ତି। ବାହାରେ ଠିଆ ହେଇଛି ମୁଁ ସେ ରୁମରେ ବସିଛି ମା ମାନେ ସବୁ ସେ ବାହାରେ ବସିଛନ୍ତି। ଜିଲ୍ଲାପାଳ ବାହାରିକି ଗଲେ ମତେ ସେ ଭିତରୁ ଡାକିଲେ ଡାକିକି ଧମକ ଦେଲେ ଏମାନଙ୍କୁ କହିଲେ ସବୁ କାମରୁ ବାହାର କରିଦିଅ। ତା ଅର୍ଥ କ'ଣ ଆଜ୍ଞା? ବ୍ରିଟିଶ ଶାସନ ବ୍ରିଟିଶ ସରକାର ଶାସନରେ ଇଂରାଜୀ ମାନଙ୍କ ବିରୁଦ୍ଧରେ ଯିଏ କଥା କହୁଥିଲେ ସେ ଆଜି ଦଳିତ ନିଷ୍ପେଷିତ ହେଇକି ଅଛନ୍ତି। ଯିଏ ବ୍ରିଟିଶର ଗୋଲାମୀ କରୁଥିଲେ ଏଠି ଖୋର୍ଦ୍ଧାର ପଟ୍ଟା ବି ପାଇଛନ୍ତି ସେ ବ୍ୟବସ୍ଥାରେ ଦେଖିବେ ଯଦି ସେଇମାନେ ଆଜି ରଜା ରଜା ହେଇକି ଶାସନ କରିଥାଇଛନ୍ତି। ତ ଆମକୁ ଯୋଉ ଗଣତନ୍ତ୍ର ଅଧିକାରର ବ୍ୟବସ୍ଥାରେ ଦିଆଯାଇଛି ସେ ବ୍ୟବସ୍ଥାଟା ଏଇଆ କରାଯାଇଛି। ଇଏ ଜଣେ ଆଇନଜୀବୀ ଛାତ୍ର ଇଏ ସବୁ ସେ ସମ୍ପର୍କରେ କହିପାରିବେ। ଟେଣ୍ଡର ଫିକ୍ସିଂ ପାଇଁ ଦେଇଥିଲୁ ଏପ୍ରିଲ 30 ତାରିଖରୁ ଆଜି ଜୁଲାଇ 2 ହେଲାଣି। ତାର କିଛି ସେମାନେ ଆକ୍ସନ ନେଲେନି। ଆମକୁ କହିଥିଲେ ଜିଲ୍ଲାପାଳ ବି ନିଜେ ମାନିଲେ କି ମ୍ୟୁନିସିପାଲିଟିରେ ଟେଣ୍ଡର ଫିକ୍ସିଂ ହେଇଛି। ଯାହା ଯାହା ଆମେ ପଏଣ୍ଟ ଦେଇଥିଲୁ କହିଲେ ଏଇଟା ସେ ନିୟମ ଫଲୋ କରିନାହାନ୍ତି। ଆ ଉପରେ ଆମେ ଆକ୍ସନ ନେବୁ। ରଜ ଛୁଟି ସରିଲା ପରେ ଆମେ ଆକ୍ସନ ନେବୁ। ଆଜି ଯେହେତୁ ଆମେ ଆସିଲା ପରେ ଏଇଠି ଏମିତି ଆମକୁ ଦୁର୍ବ୍ୟବହାର କରାଯାଉଛି ଯେ ଏମାନଙ୍କୁ କାହିଁକି ନେଇ ଆସୁଛ, ଏମାନଙ୍କୁ କାମ ଚାକିରିରୁ ବାହାର କରାଯାଉ, ମାନେ ଏମିତି କରିବା କାରଣ କ'ଣ? ଆମ ଉପରେ ସେ ଆମେ ଆଇନଟା ମ୍ୟୁନିସିପାଲିଟି ଫଲୋ କରୁନି ବୋଲି ଆମେ ତାଙ୍କୁ କୋଶ୍ଚିନ୍ କରୁଛୁ। କୋଶ୍ଚିନ୍ କରିବା ଥ୍ରୁରୁ ଆମ ଉପରେ ସେ ଆକ୍ସନ ନେବାକୁ ଚାହୁଁଛନ୍ତି। ଆମେ ତ କୋଶ୍ଚିନ୍ ହିଁ କରୁଛୁ ନା ଆମ ରାଇଟ୍ ପାଇଁ କି ଆମେ କ'ଣ କାହାକୁ କିଛି ଇଏ କରୁଛୁ କି? ଆମ ଉପରେ ସେ କୋଶ୍ଚିନ୍ କରୁଛନ୍ତି କି ଏମାନଙ୍କୁ କାହିଁକି ନେଇକି ଆସୁଛନ୍ତି। ତାମାନେ SC ST ଲୋକଙ୍କୁ ସେ ପୁରା ବିରୋଧ କରୁଛନ୍ତି। ଏଇଟା କ'ଣ ଘର ଏମିତି କହୁଛନ୍ତି, ଏଠି ଏଇଟା କ'ଣ ଘର ଏଠି ଆସିକି ଡେଲି ବସି ପଡୁଛୁ। ଆମ ଅଧିକାର ପାଇଁ ଆମେ ଆଉ କୋଉଠିକି ଯିବୁ? ଆମେ ତ ଜିଲ୍ଲାପାଳଙ୍କ ପାଖକୁ ହିଁ ଆସିବୁ ନା। ପବ୍ଲିକ ଅଫିସ ଏଇଟା କ'ଣ ଜିଲ୍ଲାପାଳଙ୍କ ଘର ନା ବେଡରୁମ୍ ଆସେ ପଶି ଯାଉଛୁ ଆମେ ତାଙ୍କ ଘର ଭିତରେ ସେ ଆମକୁ ବିରୋଧ କରୁଛନ୍ତି। ଏଠି ପ୍ରିଏମ୍ବଲ ଲାଗିଛି ଜଷ୍ଟିସ୍ ଲିବର୍ଟି ଇକ୍ୱାଲିଟି ଫ୍ରାଟର୍ନିଟି ଏସବୁ ଶବ୍ଦର ତାର କିଛି ମୂଲ୍ୟ ନାହିଁ। ତାହେଲେ ଜିଲ୍ଲାପାଳ କେବିନ୍ ବାହାରେ ଗୋଟେ ପ୍ରିଏମ୍ବଲ ଲାଗିଛି ସେ ସବୁ ଟିକେ ଆସିକି ପଢନ୍ତୁ। ସିଏ ନିଜେ ପଢନ୍ତୁ ତାପରେ ତା ଶବ୍ଦର ମୂଲ୍ୟ କ'ଣ ଅଛନ୍ତି ସେ ଜାଣିବେ। ଯୋଉ ଆସିକି ବିରୋଧ କରୁଛନ୍ତି ଏଇଟା ତାଙ୍କ ଘର, ଏଇଟା କ'ଣ ଏଇଟା ପବ୍ଲିକ ଅଫିସ, ଏଇଟା ପବ୍ଲିକ ଆପଣଙ୍କୁ ଦେଇଛି ପବ୍ଲିକ ଗଭର୍ଣ୍ଣମେଣ୍ଟ ଏଇଟା ପବ୍ଲିକ ମାନଙ୍କର ସବୁ ଇଏ କଥା ଶୁଣିବା ପାଇଁ ଆପଣଙ୍କୁ ଦିଆହେଇଛି। ଏଠି ଆପଣ ପବ୍ଲିକକୁ ହିଁ ବିରୋଧ କରିବେ ଆସିବା ପାଇଁ। ଏମିତି କେମିତି ଏଇଟା କରୁଛନ୍ତି? ଏଇଟା ବହୁତ ମାନେ ଖରାପ ଜିନିଷ। ୟାକୁ ଜିଲ୍ଲାପାଳଙ୍କ ଉପରେ ଆକ୍ସନ ନିଆଯାଉ, ଏହା ହିଁ ଆମର ରିକ୍ୱେଷ୍ଟ। ଆଜି ଦେଖିବେ ଆମର ଯେଉଁ ସଫାଇ କର୍ମଚାରୀ ସଂଘର କିଛି ମେମ୍ବର୍ସ ମାନେ ଆସିଥିଲେ ତାଙ୍କର ଗୋଟେ ଆଲିଗେସନ୍ ସେମାନେ ମାସେ ପୂର୍ବରୁ ଦେଇଥିଲେ ଯେ ସଫାଇ ଯେଉଁ ଖୋର୍ଦ୍ଧା ମ୍ୟୁନିସିପାଲିଟି ଯେଉଁ ସଫାଇ ଟେଣ୍ଡର ଯେଉଁଟା ଆମେ ଯେଉଁଟା ଆଗରୁ ଫ୍ଲୋଟ୍ କରିକି ଯେଉଁଟା ସିଲେକ୍ସନ୍ ହେଇଥିଲା ସେଥିରେ କିଛି ଅନିୟମିତତା ହେଇଛି। ସେଇ ରିଲେଟେଡ୍ ସେମାନେ ଦେଲା ପରେ ତାଙ୍କୁ କିଛି ପଏଣ୍ଟସ୍ ଦେଇଥିଲେ ଯେ ଏଇ ପୋର୍ସନଟା ମାନେ ମିଷ୍ଟେକ୍ ହେଇଛି ବା ଏଇ ଜିନିଷଟା ଠିକ୍ ସେ ହେଇନାହିଁ। ତ ସେଇଟା ବେସିସ୍ରେ ଆମେ ଗୋଟେ ଜଏଣ୍ଟ ଏନକ୍ୱାରି ବି କରିଥିଲୁ ଆମର ମାନେ CDO PD2ଟା ଏବଂ ଗୋଟେ ଟିମ୍ ସେମାନେ କରିଥିଲେ ଯେ କ'ଣ ହେଇଛି ଯେଉଁଥିରେ ସେମାନେ କରିକି ଦେଖିଲେ ଯେ ମେଜର ସବଷ୍ଟାନ୍ସିଆଲ ଲ୍ୟାବ୍ସ କିଛି ଟେଣ୍ଡରରେ ହେଇନି କ୍ୟାନ୍ସଲେସନ୍ କଲାବେଳେ। ତଥାପି ବି ଆମେ ତାକୁ ଏଗେନ୍ ସେଇ ଯେଉଁ ପ୍ରୋସେସଟା ଯେଉଁଟା ଟେଣ୍ଡର ପ୍ରୋସେସ୍ ହେଇଥିଲା ସବୁ ଡକୁମେଣ୍ଟ ଗୁଡ଼ା ଗୋଟେ ଭେରିଫାଏ କରେଇଲୁ ଆମର ଟ୍ରେଜେରୀ ଅଫିସର ଆଉ ଆଡ଼ିସନାଲ୍ ଟ୍ରେଜେରୀ ଅଫିସର ଯେହେତୁ ସେମାନେ ଫାଇନାନ୍ସ ଏକ୍ସପର୍ଟ ଅଛନ୍ତି ତାଙ୍କ ଦ୍ୱାରା ବି ମଧ୍ୟ ଆମେ ଭେରିଫାଏ କରିଲୁ। ସେମାନେ ତାଙ୍କର ଫାଇଣ୍ଡିଙ୍ଗସ୍ ଦେଇଛନ୍ତି ଯେ ଜିନିଷଟା ଯେଉଁଟା ନେଚର ଅଫ୍ ଦ ଟେଣ୍ଡର ଯେଉଁଟା ପ୍ରୋସେସ୍ କରିବା କଥା ସେଇଟା ଗୋଟେ ମାଇନର ଆପଣଙ୍କର ପ୍ରୋସିଜୁରାଲ ଲ୍ୟାବ୍ସ ହେଇଛି କିନ୍ତୁ ସେଠି ସବଷ୍ଟାନ୍ସିଆଲ ହେଇନାହିଁ ବୋଲି ଯେଉଁଟା ସେମାନେ ରିପୋର୍ଟ ଦେଇଛନ୍ତି। ତ ସେଇ ରିପୋର୍ଟ ଆଧାରରେ ତାଙ୍କର ଯେଉଁ ପିଟିସନଟା ଆମେ ତାଙ୍କୁ କମ୍ୟୁନିକେଟ୍ କରିବା ପାଇଁ ଆମେ କମ୍ୟୁନିକେଟ୍ କରିଦେବୁ। ସେଇଟା ଆମେ କହିଲୁ ଗୋଟେ ଦିନ ବଟ୍ ସେମାନେ ଆଇ ଥିଙ୍କ୍ ଟିକେ ଅର୍ଜେନ୍ସି ଚାହୁଁଥିଲେ। ଆମେ ଆଜି ତାଙ୍କୁ କମ୍ୟୁନିକେଟ୍ କରିଦେବୁ ତ ସୋ ଦ୍ୟାଟ୍ କି ଯଦି ତାଙ୍କୁ ଲାଗିବ ଯେ ଆମର ଫାଇଣ୍ଡିଙ୍ଗସଟା ବା ଅଫିସରଙ୍କର ଫାଇଣ୍ଡିଙ୍ଗସଟା ଠିକ୍ ନାହିଁ ସେମାନେ କୋର୍ଟ ଅଫ୍ ଲକୁ ଯାଇପାରିବେ ରିଗାର୍ଡିଂ ଦ ଟେଣ୍ଡର ପ୍ରୋସେସ୍। ତ ଏଇଟା ହିଁ ମ୍ୟାଟର ଅଛି। ଆମେ ସେଟାକୁ ତାଙ୍କୁ କମ୍ୟୁନିକେଟ୍ କରିଦେବୁ ତାଙ୍କ ପିଟିସନର ଯେଉଁଟା ରିପୋର୍ଟର ଫାଇଣ୍ଡିଙ୍ଗସ୍ ଗୁଡ଼ା ଦେଲା ପରେ ସେମାନେ ତାଙ୍କର ଅଦର ଫୋରମକୁ ଯାଇକି ତାଙ୍କୁ କମ୍ପ୍ଲେନ୍ କରିପାରିବେ। ସାର୍ ସେମାନଙ୍କ ଯେଉଁ ଅଭିଯୋଗ ହେଉଛି ଆମେ ବାରମ୍ବାର ଆସୁଛୁ ଜିଲ୍ଲାପାଳ ଆଜି କହିଛନ୍ତି କି ତୁମମାନେ ବାରମ୍ବାର କାହିଁକି ଆସୁଛ ତୁମକୁ ଚାକିରି ବାହାର କରିଦେବୁ ଆଉ ଜାତୀୟ ଆକ୍ଷେପ କଥା କହୁଛନ୍ତି ସାର୍ ସେ ନାଇଁ ସେଟା ଅନଟ୍ରୁଥ ଅଛି। କଥା ହେଲା ଯେ ଯେହେତୁ ମାନେ ଆଜି ପବ୍ଲିକ ଗ୍ରିଭାନ୍ସ ଅଛି ଗୁରୁବାର ପବ୍ଲିକ ଗ୍ରିଭାନ୍ସ ଅଛି ସେମାନଙ୍କୁ ଅଲରେଡି ପୂର୍ବ ଥର ବି ଆସିଲେ କୁହାଯାଇଥିଲା ଯେ ଆମେ 2 ରାଉଣ୍ଡ ଏନକ୍ୱାରି କରିସାରିଲୁଣି ତେଣୁ ଆମେ ସୁନ୍ ଆମେ ଏନକ୍ୱାରି ରିପୋର୍ଟଟା ଯେହେତୁ 2ଟା ଏନକ୍ୱାରି ହେଇଛି ତାର ଫାଇଣ୍ଡିଙ୍ଗସଟାକୁ ଆମେ ଗୋଟେ କମ୍ୟୁନିକେଟ୍ କରିଦେବୁ ବିକଜ ଆମେ ନୋଟ୍ ସିଟ୍ ତାଙ୍କୁ ଦେଇପାରିବୁ ନାହିଁ ସେଟା ପରମିସିବୁଲ ନୁହେଁ। ତ ଏନକ୍ୱାରିର ଯେଉଁ ଫାଇଣ୍ଡିଙ୍ଗସଟା 2ଟା ରାଉଣ୍ଡର ଏନକ୍ୱାରି ହେଇଛି ବିକଜ ଯେହେତୁ ଏଣ୍ଟାୟାର ଟେଣ୍ଡର ପେପର ଆମେ ଦୁଇଟା ଟିମ୍ ଏନକ୍ୱାରି କଲା ସେଥିପାଇଁ ଟିକେ ଟାଇମ୍ ନେବ ବିକଜ ସେମାନେ ପୁଙ୍ଖାନୁପୁଙ୍ଖ ଦେଖିବେ। ତାର ଫାଇଣ୍ଡିଙ୍ଗସଟା ଅଲରେଡି କରିବା ପାଇଁ ଆମେ ତାଙ୍କୁ କମ୍ୟୁନିକେଟ୍ କରିଦେଇଥିଲୁ। ଯେହେତୁ ଆଜି ଅଦର ପବ୍ଲିକ ମାନେ ବି ଆସନ୍ତି ବିଭିନ୍ନ ଦୂର ଦୂରାନ୍ତରୁ ବି ଆସନ୍ତି ସେମାନେ ଆସିଲା ବେଳକୁ ଯଦି ଏତେ ଜଣ ଲୋକ ରହିଲା ବେଳକୁ ତାଙ୍କର ବି ଗ୍ରିଭାନ୍ସ ହିୟରିଂଟା ଟିକେ ପ୍ରୋବ୍ଲେମ୍ ଅଛି ତେଣୁ ଆମେ ଇନିସିଆଲ ସେଟା କହିଲୁ ଯେ ଏନକ୍ୱାରି ରିପୋର୍ଟ 2ଟା ଆମେ ଆସିଛୁ ଆମେ କମ୍ୟୁନିକେଟ୍ କରିଦେବୁ। ସେମାନେ ଟିକେ ଆଇ ଥିଙ୍କ୍ ଉତ୍ତେଜନାମୂଳକ ସେଥିରେ ଥିଲେ ତାଙ୍କୁ ଇମିଡ଼ିଏଟ୍ ଥିଲା ବଟ୍ ଇନ୍ ଏନି କେସ୍ ଆମେ ଯାହା ତାଙ୍କର ଯେଉଁ ମେଜର ସବଷ୍ଟାନ୍ସିଆଲ ଥିଲା ଯେ ଆମେ ରିପୋର୍ଟଟା ଯାହା ବି ଫାଇଣ୍ଡିଙ୍ଗସଟା ଆମେ ଜଣେଇଦେବା ତ ଆମେ ତାକୁ ମାନେ କମ୍ୟୁନିକେଟ୍ କରିଦେବୁ ସେମାନେ ଯେଉଁ ଫୋରମକୁ ଯିବା କଥା କୋର୍ଟ ଅଫ୍ ଲକୁ ଯିବା କଥା ଯାଇପାରିବେ। ଥ୍ୟାଙ୍କ ୟୁ ସାର୍।